ନାଇଁ ତାଲିକା କରିବାର ଉଦ୍ଦେଶ୍ୟ ସରକାର ଚାହୁଁଛନ୍ତି ପ୍ରକୃତ ଚାଷୀ କେତେ ଅଛନ୍ତି ଆଉ ପ୍ରକୃତ ତା ଭିତରେ ଫଲ୍ସ ଚାଷୀ କେତେ ଅଛନ୍ତି ଯେଉଁମାନେ ପ୍ରକୃତରେ ଚାଷୀ ନୁହେଁ ଆଠୁ ତାଠୁ କାଗଜ ଆଣି କରୁଛନ୍ତି ସେଟାକୁ ଟିକେ ଜାଣିବାକୁ ଚାହୁଁଛନ୍ତି ଚାଷୀ ପ୍ରତ୍ୟେକ ଜିନିଷରେ ଯେମିତି ଇକେୱାଇସି ହେଲା ପ୍ରକୃତ ଇକେୱାଇସିର କ'ଣ ହେଇଛି ଗୋଟେ ଗୋଟେ ଜିଲ୍ଲାରୁ 1.5 ଲକ୍ଷ ନାଖେ ଫଲ୍ସ କାର୍ଡ ବାହାରୁଛି ଫଲ୍ସ ମାନେ ଇଏ ହିତାଧିକାରୀ ତ ବର୍ତ୍ତମାନ ତ ମୁଁ ଦେଖିଲିଣି 40 ଲକ୍ଷ ଭୂତ କାର୍ଡ ବାହାରିଲେଣି ତେଣୁ ପ୍ରତ୍ୟେକ ଜିନିଷରେ ଇନକ୍ୱାରି ହେବ 24 ବର୍ଷ ହେଲା ଯାହା ଚାଲିଥିଲା ସେ ଚାଲିବନି ତେଣୁ ଆମେ ପ୍ରତ୍ୟେକ ଜିନିଷର ଆମେ ଗୋଟେ ଦେଖୁଛୁ ନିଶ୍ଚିତ ଚାଷୀ ନାଁରେ ଅନ୍ୟମାନେ ମଧ୍ୟ ରେଜିଷ୍ଟ୍ରି କରିଦେଉଛନ୍ତି ସେଇଟା ହେଉଛି କଥା ସେଇମାନେ ପୁଣି ଚାଷୀମାନଙ୍କଠୁ କମ୍ ରେଟ୍ରେ ଧାନ କିଣି ଆସିକିରି ବିକୁଛନ୍ତି ଏସବୁ ଲୋକମାନଙ୍କୁ ତ କମ୍ ସେ କମ୍ ଆଉଟ୍ କରିବାକୁ ପଡ଼ିବ ନାଇଁ ଇକେୱାଇସି ଚାଲିଛି ଆଉ କିଛି ଦିନ ଲାଗିବ ଦେଖନ୍ତୁ ଏଫେକ୍ୟୁ ମାନ ଉପରେ ଆମେ କମ୍ପ୍ରମାଇଜ କରିପାରିବୁ ନାହିଁ କାରଣ ସେଟା କେନ୍ଦ୍ରର ନିର୍ଦ୍ଧାରଣ ଅଛି ସେଟାକୁ ଯଦି ଏଫେକ୍ୟୁ ମାନଟାକୁ ଆମେ କମ୍ପ୍ରମାଇଜ କରୁଛୁ ତାହେଲେ ସେ ଚାଉଳ ସେ ଏଫସିଆଇ ନେବେ ନାହିଁ ତେଣୁ ଯେଉଁମାନଙ୍କ କ୍ଷତି ହେଇଛି ମୁଁ କହିଲି କ୍ଷତି ପଇସା ରାଜ୍ୟ ସରକାର ଦେବ କିନ୍ତୁ ଯେଉଁଟା ଏଫେକ୍ୟୁ ମାନ ଯେଉଁଟା ଚଳେଇ ପାରିବେ जिला ऊपर आम छाड़ीचु जिलापालों ऊपर छाड़ीचु से जोड़ा कंप्रोमाइज करके नहीं पारे सबुड़ा गोटे शेष प्रश्न मंडी समय अवधि मान विभिन्न समय सरी किंतु ये जो वर्षा जो अनेक धान सुखी पारुनी विभिन्न सर नहीं मंडीर अवधि मार्च पर्यंत अच्छी जानुआरी फेब्रुआरी मास 3 मास अच्छी तेणु आदौ विव्रत हबार ना जो मैंने बंधु मान घरे धान अच्छी आराम से घोड़े रखु पाग भल देला परे सुखेकरी ताऊ झाड़ी झुड़ी आणतु सेटा हूँ एफएक्यू मान आउ बोली किसी ना तेणु जो मान पाखे धान अच्छी कहीं विव्रत हूँ आम समस्त धान नबू जिलापाल मान 15 दिन एक्स्ट्रा पावर दि जाने कहार भी टोकन लाप्स नहापी से दिखाई 15 दिन एक्स्ट्रा पावर तेणु आम जिते रिलैक्स करिया कथा सरकार रिलैक्स कर